ମୁଁ ସେଲ୍ ଫିଲ୍ଡରେ ଦୌଡ଼ରେ ନାହିଁ। ସିନିୟର ମୋର ଅଧିକାର ଅଛି କିନ୍ତୁ ଦୌଡ଼ରେ ନାହିଁ। ଆମର AICC ଯାହାକୁ ନିଷ୍ପତ୍ତି ନେବେ ମୁଁ ତାହିଁରେ ସହଯୋଗ କରିବି କିନ୍ତୁ ମୁଁ ଦୌଡ଼ରେ ନାହିଁ। କ'ଣ ରହିବ ସାର୍ ଆଗାମୀ ବିଧାନସଭାରେ କଂଗ୍ରେସର ରଣନୀତି ରଣନୀତି ଲଢ଼ିବ, ଭଲକି ଲଢ଼ାଯିବ। ସରକାର ଯେଉଁ ପ୍ରତିଶ୍ରୁତି ଦେଇକି ଆସିଛନ୍ତି ସେ ପ୍ରୋଜେକ୍ଟ ସେ ରଖୁଛନ୍ତି ନା ନାହିଁ ଆମେ ଦେଖିବୁ। ବଜେଟ୍ ତ ନିଶ୍ଚିତ ଭାବରେ ଆଜି 22ରେ ଯଦି ହେଉଛି ବୋଲି ତାପରେ ବଜେଟ୍ ଆସିବ। ବଜେଟ୍ ବର୍ତ୍ତମାନ ସେମାନେ କରିବାରେ ଡେରି ହେଉଛି ବୋଲିକି ବିଧାନସଭା ଡେରିରେ ଡାକିଲେ। ଯେହେତୁ ଯେଉଁମାନେ ମନ୍ତ୍ରୀ ହେଇଛନ୍ତି ତାଙ୍କ ନିଜ ବିଭାଗ ସହିତ ଜଡ଼ିତ ନଥିଲେ, ନୂଆକିରି ମନ୍ତ୍ରୀ ହେଇଛନ୍ତି, ତାଙ୍କୁ ସୁଯୋଗ ଦେବା ଉଚିତ ଏବଂ ସରକାର ଏ ବଜେଟ୍କୁ ନେଇକରି ଆଲୋଚନା କରାଯିବ। ବଜେଟ୍ କ'ଣ ଉପସ୍ଥାପନ କରୁଛନ୍ତି ଆମେ ତା ଅପେକ୍ଷାରେ ଅଛୁ। ବଜେଟ୍ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାକୁ ଯଦି ନ କରିବା ଆମେ ଲଢ଼ିବୁ। ଏଇ ଭିତରେ ସରକାର ଆପଣଙ୍କ ସହିତ ଆଲୋଚନା କଲେଣି ସାର୍? ଅଲରେଡ଼ି ପର୍ସନାଲ ରିଲେସନ୍ ଯେଉଁମାନେ ସାଙ୍ଗରେ ଅଛି, ପର୍ସନାଲ ରିଲେସନ୍ ଯେଉଁମାନଙ୍କ ସହିତ ଅଛି ସେମାନେ କଥାବାର୍ତ୍ତା ହେଉଛନ୍ତି, କିଛି ଅସୁବିଧା ନାହିଁ। ଏବେ ଦେଖାଯାଇଛି ଯେ ବିଜେଡ଼ିର ଗୋଟେ ଉଗ୍ର ରୂପ ଦେଖାଯାଇଛି, ଅସନ୍ତୋଷ ଦେଖାଯାଇଛି, ତାଳମେଳ ହେଉନାହିଁ କାହାକୁ। ବିଜେଡ଼ିଟା ଭାଙ୍ଗିଯିବ କି ସାର୍ ଆଗାମୀ ଦିନ? ବିଜେପି ତ ଦେଖନ୍ତୁ ଯେଉଁଦିନଠୁ ତାଙ୍କେ ଜଗନ୍ନାଥଙ୍କର ମୁଠି ବୁଆ ଆରମ୍ଭ କଲେ, ଘର ଘର ବୁଲିକି ଜଗନ୍ନାଥଙ୍କୁ ନେଇକିରି, ସେଦିନ ମୁଁ ଟିଭିରେ କହିଥିଲି, ଗଣମାଧ୍ୟମକୁ କହିଥିଲି ଯେ ବିଜେଡ଼ି ସଫା ହେଇଯିବ। କାରଣ ଜଗନ୍ନାଥଙ୍କର ଜଗନ୍ନାଥ ହେଉଛନ୍ତି ହଜାର ହଜାର ଲୋକଙ୍କୁ ଡେଲି ଲକ୍ଷ ଲକ୍ଷ ଲୋକଙ୍କୁ 60 ପଉଟି ତାଙ୍କର ଭୋଗ ହେଉଛି। ତା ଭିତରେ ଜଗନ୍ନାଥ ମୂର୍ତ୍ତି ନେଇକି ତାଙ୍କୁ ଯେଉଁ ଭିକ୍ଷା ମାଗିଲେ, ଜଗନ୍ନାଥ ଭିକ୍ଷାର ପ୍ରତୀକ ନୁହନ୍ତି, ସେ ଦେବାର ପ୍ରତୀକ, ଦେବାର ଆଶୀର୍ବାଦର ପ୍ରତୀକ। ଯେଉଁ ଆଶୀର୍ବାଦର ପ୍ରତୀକକୁ ଆଙ୍କେ ଭିକ୍ଷାର ପ୍ରତୀକ କଲେ, ସେଇଥିପାଇଁ ଆଙ୍କେ ସଫା ହେଲେ। ଆଙ୍କେ ରହିବେ କ'ଣ? ଦେଖନ୍ତୁ କ'ଣ ହେଉଛି, ଅପେକ୍ଷା କରନ୍ତୁ, ସମୟ କହିବ।